ପିଙ୍କି ବଡ ବିଲରୁ ଭୁବନେଶ୍ୱର ଆସିଛି ମାନେ ଗୋଟେ କାରଣ ଥିବ ନା ଆଉ ସେଇ ଭିତରେ ଛନ୍ଦା ଛନ୍ଦି କିଏ କଣ ଗୋଟେ ଥିବ ସେ ଭିତରେ ଆମେ ଜାଣିପାରୁନୁ। ଆମକୁ ଟିକେ କିଏ ଟିକେ ବୁଝେଇ ଦବ କି? ଆମେ ହେଲୁ ଛୋଟ ପିଲା, କିଏ ଟିକେ ବୁଝେଇ ଦଉନ? ଆମେ ଟିକେ ବୁଝିଛୁ ପିଙ୍କି ଭାଉଜ କଣ ପାଇଁ ଭୁବନେଶ୍ୱର ଆସିଛନ୍ତି ବଡ ବିଲିରୁ। ବଡ଼ବିଲରୁ ଆସିକି ଭୁବନେଶ୍ୱର କେମିତି ଲାଗୁଛି ପିଙ୍କି? କି କହୁଛି ମତେ ନୟାଗଡ଼ରୁ ମାନସ ଆଣିକି ମତେ ବଡ ବିଲରୁ ଭୁବନେଶ୍ୱର ଆଣିକି ମତେ ପୁରା ବର୍ବାଦ କରିଦେଲା। ସତରେ କରିଦେଲା କି? ସେଇ ଜାଣିପାରୁନି, ମତେ ଟିକେ ବୁଝେଇଦବ କି ତାକୁ ବର୍ବାଦ କରିଦେଲା କେମିତି? କେମିତି କେମିତି ପିଙ୍କି ଭାଉଜଙ୍କର ଦାନ୍ତ ଦେଖିକି ଆମେ ସମସ୍ତେ ପାଗଳ, ଓଡିଶା ବାସି ପାଗଳ। କଣ ପାଇଁ? ନଡିଆ କାକୁଡି ଚୋବେଇବେ କାଡୁ କାଡୁ କରିକି, ନହେଲେ ଦାନ୍ତକୁ ଦେଖି ସମସ୍ତେ ଓଡିଶା ସାରା କାହିଁ ଲୋକମାନେ ପାଗଳ ହୁଅନ୍ତି? ହବନି। ଦାନ୍ତ ନଥିଲେ କଣ ଚୋବେଇ ପାରିବ? ଦାନ୍ତ ଥିଲେ ସିନା ଚୋବେଇବ, ଚୁଚୁମିବ, ସବୁ କରିବ, ସବୁ ଖାଇବ ପିଇବ, ଖୁଆଇବ ମଧ୍ୟ। ତ ବୁଝୁନ ଆଉ, ଖାଲି ତ ସେଇ ନେଗେଟିଭ ମାଇଣ୍ଡ ଇଆଡେ ନେଇଯାଉଛ। ଆଚ୍ଛା ପିଙ୍କି ମ୍ୟାଡାମ, ଓଡିଶା ସାରା ଲୋକମାନେ ତମ ଭିଡିଓକୁ ଅପେକ୍ଷା କାହିଁ କରନ୍ତି? ହଁ, ଓଡିଶା ଲୋକଙ୍କର ଗାଣ୍ଡି କୁଣ୍ଡେଇ ହଉଛି ତ ତା ଭିଡିଓ ଦେଖିଥିଲେ ଗାଣ୍ଡି ଶାନ୍ତି ହେଉଛି, ଆଗ ପଛ ସବୁ ଶାନ୍ତି ହଉଛି। ପିଙ୍କି ଭାଉଜ ଯୋଉ ଭଳିଆ ଭିଡିଓ ଦେଖଉଛନ୍ତି, ବୁଢାର କଣ ଭେଣ୍ଡାରେ ବି ଗାଣ୍ଡି କୁଣ୍ଡେଇ ହବ। ତାପରେ ତା ଭିଡିଓ ଦେଖି ସାରିଲା ପରେ ଗାଣ୍ଡି ଟା ଭଲ ହେଇଯିବ। ବୁଝିଲ ତ ନା? ଆଉ ଟିକେ ସରଳା ଥରେ ନେଇକି ଟିକେ ବୁଝେଇ ଦେବି, ତମେ ଯଦି ବୁଝିପାରୁନ। କଣ ଜଲବା ଦେଖାଯାଏ ଓଡିଶା ସାରା ଲୋକମାନେ ବାଇ ହେଇଯାନ୍ତି। ତା ନିଜ ସ୍ୱାମୀକୁ ଛାଡିକି ଘରେ ଇନଷ୍ଟାଗ୍ରାମରେ ଦେଖଉଛି ସେଇ ଜଲବା। ଜଲବା ନହେଲେ ତମେ ତାକୁ କଣ ଜଲବା ଦେଖିବାକୁ ଏଠିକି ଆଣିଥାନ୍ତ? ହଁ, ସେ ଜଲବା ଦେଖିବାକୁ ଆଣିଥିବ ନା ଆଉ। ଦେଖିବା ପିଙ୍କି ଭାଉଜଙ୍କର କେମିତିଆ ଜଲବା, କୋଉ ପ୍ରକାର ଜଲବା। ତାପରେ ଆଉ ଟିକେ ତେଲ ମାରିକି ତାକୁ ଟିକେ ଶ୍ରାଦ୍ଧ ଭାବରେ ବୁଝେଇ ଦବା। ଗଣିତ କାଲି ଯାଇଥିଲି କଟକ, ସେଠି ତେଳ ପ୍ରବଳ, ଶସ୍ତାରେ ମିଳିଛି ଆଉ ଦିଟା ତେଳ, ଆଣିକି ଥୋଇକି କରିବି ଖେଳ। ବାଇଆ କରିଦବ ତମେ। ପିଙ୍କି ଭାଉଜ ତମେ ବଡ ବିଲରୁ ଭୁବନେଶ୍ୱର ଆଇଛ। बात तो सही है दौड़ना तो पड़ता है। ତମେ ଗୋଟେ କାଲି ଯାଇଥିଲି କଟକ ସେଇଟା କହିପାରୁନ? ପିଙ୍କି ଭାଉଜ ତମେ କାଲି ଯାଇଥିଲା କଟକ, ତେଳ ପ୍ରବଳ, ଶସ୍ତାରେ ମିଳିଛି ଆଉ ଦିଟା ପେଳ, ତାଙ୍କୁ ଧରିକି ପଳେଇ ଆସ, ନହେଲେ ବେଳ ଦିଟା ଚାଲି ଚାଲିକି ଯିବ, ରାସ୍ତାରେ କୁକୁର ଦିଟା ତାକୁ ଝୁଣି ଖାଇବେ। ଗୀତଟା ନ ଭଲ ଲାଗିପାରେ ତମମାନଙ୍କୁ, କିନ୍ତୁ ଟିକେ କହିଦେଲି ଟିକେ ଖୁସି ମଜା ଶାନ୍ତି ଲାଗିବ ବୋଲି ଟିକେ ଆଉ।